ଆଜି ଆସନ୍ତୁ ଜାଣିବା ଗାଡ଼ିର ଆର୍ସି ସହିତ କେମିତି ମୋବାଇଲ ନମ୍ବର ଲିଙ୍କ କରିବା। ପ୍ରଥମ ପରିବହନ ସେବା ବୋଲି ଲେଖିବା, ସାରଥୀ ପରିବହନ ବୋଲି ଲେଖିବା। ସେଠାରେ ସେକେଣ୍ଡ ଅପସନ୍ରେ କ୍ଲିକ୍ କରିବା। ଏଠାରେ DL ନମ୍ବର, DL ନ ରହିଲେ ଆର୍ସି ବୁକ୍ ସହିତ ମୋବାଇଲ ନମ୍ବର ଆପଡ଼େଟ୍ କରିହେବ ନାହିଁ। ତ ମନେ ରଖନ୍ତୁ, DL ଯେଉଁମାନଙ୍କର ଅଛି ସେଇମାନଙ୍କର ଖାଲି ଆର୍ସି ବୁକ୍ ସହିତ ମୋବାଇଲ ନମ୍ବର ଲିଙ୍କ କରିହେବ। DL ନମ୍ବର ଦେବା, ଯେଉଁ DLରେ ଯେଉଁ ଡେଟ୍ ଅଫ୍ ବାର୍ଥ ଅଛି ସେଇ ସମୟ ଡେଟ୍ ଅଫ୍ ବାର୍ଥ ଲେଖିବା। ଏଠାରେ DL ହୋଲ୍ଡର୍ସ ଲାଷ୍ଟ ଟ୍ରାଞ୍ଜାକ୍ସନ୍ ଷ୍ଟେଟ୍ ମତଲବ ରାଜ୍ୟର ନାମ ଦେବା, କ୍ୟାପଚା କୋଡ଼୍ ଦେବା, ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବା। ତାପରେ ଏଠାରେ ଆଧାର ନମ୍ବର ଦେବା। ହଁ, ଆଉ ଗୋଟେ କଥା, ଆଧାର କାର୍ଡ଼ରେ ମୋବାଇଲ ନମ୍ବର ନିହାତି ଥିବା ଦରକାର। ତ ଗେଟ୍ OTP ଉପରେ କ୍ଲିକ୍ କଲେ ଆପଣଙ୍କ ଆଧାର ଲିଙ୍କ ଥିବା ମୋବାଇଲ ନମ୍ବରରେ ଗୋଟେ OTP ଯିବ। OTP ଗଲା ପରେ ଯେଉଁ ଦୁଇଟା ବକ୍ସ ଅଛି, ତିନିଟା ବକ୍ସ, ସେଇଥିରେ କ୍ଲିକ୍ କରିବା। ଅଥେଣ୍ଟିକେଟ୍ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆପଣଙ୍କ DLରେ ଥିବା ସମ୍ପୂର୍ଣ୍ଣ ଡାଟା ଏଠାରେ ଆସିଯିବ। ଆଡ୍ରେସ୍ ସହିତ ପ୍ରୋସିଡ୍ ଉପରେ କ୍ଲିକ୍ କରିବା। ପ୍ରୋସିଡ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ଡାଟା ଯେଉଁ ଲାଇସେନ୍ସ ନମ୍ବର, ଡେଟ୍ ଅଫ୍ ବାର୍ଥ ଏସବୁ ଆସିଯିବ। ତାପରେ ପୁଣି ପ୍ରୋସିଡ୍ ଉପରେ କ୍ଲିକ୍ କରିବା। ନ୍ୟୁ ମୋବାଇଲ ନମ୍ବର, ଯେଉଁ ମୋବାଇଲ ନମ୍ବରଟି ଦେବା ପାଇଁ ଚାହୁଁଛନ୍ତି ଏଠାରେ ଲେଖିବେ। ପୁଣି କନଫର୍ମ ମୋବାଇଲ ନମ୍ବର ଉପରେ ସେଇ ସେମ୍ ମୋବାଇଲ ନମ୍ବର ଲେଖିବେ। ତାପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ କେତେ ସହଜରେ, କେତେ ସୁନ୍ଦର ଭାବରେ ଆପଣଙ୍କ ଆର୍ସି ବୁକ୍ରେ ଆସିଗଲା ମୋବାଇଲ ନମ୍ବର ଲିଙ୍କ ହେଇ। ଚ୍ୟାନେଲଟିକୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।